ଭିକାରୀ ବେଶରେ ଛୁଆ ଚୋରି ଅଭିଯୋଗ ସନ୍ଦିଗ୍ଧଙ୍କୁ ଧରି ପୋଲିସ ଜିମାଥିଲେ ଗ୍ରାମବାସୀ ବୀର ମହାରାଜପୁର ଥାନା ହରିହର ଦେଖଠେଙ୍ଗାଖଣ୍ଡି ଦାଦରପଲ୍ଲୀ ଗାଁରେ ଛୁଆ ଚୋରି କରୁଥିବା ଅଭିଯୋଗ ହୋଇଛି। ଏନେଇ ଆଜି ଗ୍ରାମବାସୀ ଜଣେ ସନ୍ଦିଗ୍ଧଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି। ଆଜି ପୂର୍ବାହ୍ନରେ ଦାଦରପଲ୍ଲୀ ଗାଁକୁ ଏକ ମୋପେଡ୍ OT 03 AD 172 ଯୋଗେ ଜଣେ ଯୁବକ ଆସିଥିଲେ। ସେ ଗାଁ ମୁଣ୍ଡରେ ମୋପେଡ୍ର ବେକରେ ଏକ ଦଉଡ଼ି ପଘା ଦେଇ ଗାଁରେ ଭିକ୍ଷା କରିଥିଲା। ଭିକରେ କେବଳ ସେ ଟଙ୍କା ମାଗୁଥିବା ବେଳେ ଅନ୍ୟ ଦ୍ରବ୍ୟ ଦେଲେ ମନା କରୁଥିଲା। ଗାଁରେ କେତେକ ପରିବାରରେ ଯାଇ ଭିକ୍ଷା କରିସାରିବା ପରେ 3 ବର୍ଷର ଏକ ଛୋଟ ପିଲାକୁ ନେଇ ଯାଉଥିଲା। ସେହି ସମୟରେ ପିଲାଟି କାନ୍ଦିବାରୁ ନିକଟରେ ଥିବା କେତେକ ଲୋକ ପାଟି କରିଥିଲେ। ଏହାକୁ ଏକ ଅପରିଚିତ ବ୍ୟକ୍ତି ଜଣକ ଛୁଆକୁ ଛାଡ଼ି ଦେଇ ଏକ ମୁଣ୍ଡା ମୂଳରେ ଲୁଚିବାକୁ ଚେଷ୍ଟା କରିଥିଲା। ଗ୍ରାମବାସୀ ତାକୁ କାବୁ କରି ପଚରାଉଚରା କରିଥିଲେ ହେଁ ସେ ନୀରବ ରହିଥିଲା। ପରେ ଗ୍ରାମବାସୀ ବୀରମହାରାଜପୁର ଥାନାକୁ ସୂଚନା ଦେଇଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକକୁ ଥାନାରେ ନେଇଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀ ସୂଚନା ଦେଇଛନ୍ତି।